ପିଲାମାନେ କ'ଣ କରୁଛ? ଉଠିଲଣି ନା? ଚାରିଟା ବେଳେ ଉଠିକି ଟିକେ କ୍ଷୀର ପିଇଦେବା, ମା ଯାହା ଦେବେ ଟିକେ ଖାଇବା, ତାପରେ ଟିକେ ଖେଳିକିରି ଆସି ସନ୍ଧ୍ୟାବେଳେ ପ୍ରାର୍ଥନା କରିବା ମାଙ୍କ ପାଖରେ ବସି, ହେଲା। ତାପରେ ମୁଁ ଯେଉଁ ଗପ ପଠଉଛି ମାଙ୍କ ପାଖରୁ ଶୁଣିବା ଭଲ ଭାବେ, ତାପରେ ଗପଟିକୁ ମାଙ୍କ ପାଖରେ କହିବା। ଆଜି ଗପ ହେଉଛି ମୂଷା ଓ ରାଜାଙ୍କ ଟୋପି। ଶୁଣିବା। ସନ୍ଧ୍ୟାବେଳ ଗୋଟିଏ ମୂଷା ରାସ୍ତା କଡ଼ରେ ବୁଲୁ ବୁଲୁ କନା ଖଣ୍ଡେ ପାଇଲା। କନାଟି ମାଟି କାଦୁଅ ଲାଗି ଅପରିଷ୍କାର ହୋଇଯାଇଥିଲା। ମୂଷା କନାଟିକୁ ନେଇ ସଫା କରିବା ପାଇଁ ଧୋବା ଭାଇଙ୍କୁ ଦେଲା। ଧୋବା ଭାଇ କହିଲେ, ମୋର ଅନେକ ଲୁଗାପଟା ସଫା କରିବାକୁ ଅଛି। ତାପରେ ପୁଣି ବ୍ୟସ୍ତ ହେଇକିରି ମୂଷା କହିଲା, ଧୋବା ଭାଇ, ଆହେ ଧୋବା ଭାଇ, କପଡ଼ା ମୋହର ଦିଅ ଧୋଇ। ଧୋବା ଭାଇ, ଆହେ ଧୋବା ଭାଇ, କପଡ଼ା ମୋହର ଦିଅ ଧୋଇ। ସଫା ହୋଇଗଲେ କପଡ଼ା ମୋର, ତିଆରି କରିବି ଟୋପି ମୁହିଁ। ସଫା ହୋଇଗଲେ କପଡ଼ା ମୋର, ତିଆରି କରିବି ଟୋପି ମୁହିଁ। ଯା, ମୋର ବେଳ ନାହିଁ। ଧୋବା ଭାଇ କଥା ଯେତେବେଳେ କହିଲେ, ମୂଷା ରାଗିଗଲା। ମୂଷା କହିଲା, ମୋର ସଫା କରିବନି ତ? ଧୋବା ଭାଇ କହିଲେ, ମୋର ଅନେକ ଲୁଗାପଟା ସଫା କରିବାକୁ ଅଛି, ମୋର ତ କପଡ଼ା ସଫା କରିବାକୁ ସମୟ ନାହିଁ। ମୂଷା କହିଲା, ହଉ ଠିକ୍ ଅଛି, ଆଜି ମୁଁ ରାତିରେ ମୋ ସାଙ୍ଗସାଥୀମାନଙ୍କୁ ନେଇ ଆସିବି, ତୁମର ସବୁ ଲୁଗାପଟା କାଟିଦେବେ। ଧୋବା ଭାଇ ଡରିଗଲେ। ସାଙ୍ଗେ ସାଙ୍ଗେ ମୂଷାର କନା ସଫା କରିଦେଲେ। ମୂଷା କନାଟିକି ନେଇ ଟୋପି କରିବ ବୋଲି ଦରଜି ଭାଇଙ୍କ ପାଖରେ ପହଞ୍ଚିଲା। କହିଲା, ଦରଜି ଭାଇ, ଆହେ ଦରଜି ଭାଇ, କପଡ଼ାରେ ଟୋପି ଗୋଟେ କର ସିଲେଇ। ଦରଜି ଭାଇ, ଆହେ ଦରଜି ଭାଇ, କପଡ଼ାରେ ଟୋପି ଗୋଟେ କର ସିଲେଇ। ସୁନ୍ଦର ଟୋପିକୁ ମୋ ମୁଣ୍ଡରେ ନାଇ, ନାଚିବି ମୁଁ ଦେଖ ତା ଥେଇ ଥେଇ। ସୁନ୍ଦର ଟୋପିକୁ ମୋ ମୁଣ୍ଡରେ ନାଇ, ନାଚିବି ମୁଁ ଦେଖ ତା ଥେଇ ଥେଇ। ଏକଥା ଶୁଣି ଦରଜି ଭାଇ କହିଲେ, ମୋର ବେଳ ନାହିଁ, ଯା ଏଠୁ, ମୁଁ ସିଲେଇ କରିପାରିବିନି। ମୋର କେତେ ଯେ ପ୍ୟାଣ୍ଟ ସାର୍ଟ କପଡ଼ା ଅଛି ସିଲେଇ କରିବାକୁ, ମୋର ବେଳ କୋଉଠୁ ଅଛି ତୋ ଟୋପି କରିବା ପାଇଁ, ଯା। ମୂଷା ଏଇ କଥା ଶୁଣି କହିଲା, ହଉ ଦରଜି ଭାଇ, ଠିକ୍ ଅଛି, ସିଲେଇ କରିବନି ତ? ମୁଁ ଯାଉଛି, ଆଜି ରାତିରେ ମୋ ସାଙ୍ଗସାଥୀମାନଙ୍କୁ ନେଇ ଆସିବି, ତୁମ ଦୋକାନରେ ଯେତେ ପ୍ୟାଣ୍ଟ ସାର୍ଟ କନା ରଖିଛ ସେମାନେ ସବୁ କାଟିଦେବେ। ଦରଜି ଭାଇ ଏକଥା ଶୁଣି ଡରିଗଲେ। ଆଉ ବିଚରା କ'ଣ କରିବେ? ସାଙ୍ଗେ ସାଙ୍ଗେ ମୂଷାର କନାରେ ଝାଲର ଚୁମୁକି ଲଗାଇ ସୁନ୍ଦର ଟୋପିଟିଏ ତିଆରି କରିଦେଲେ। ତାପରେ ମୂଷା ଟୋପିଟିକୁ ନେଇ ମୁଣ୍ଡରେ ଲଗାଇଲା। ସେ ନାଚି ନାଚି ବଡ଼ ପାଟିରେ କହିଲା, ମୋ ଟୋପି ସୁନ୍ଦର, ରାଜାଙ୍କ ଟୋପି ବାନ୍ଦର। ମୋ ଟୋପି ସୁନ୍ଦର, ରାଜାଙ୍କ ଟୋପି ବାନ୍ଦର। ଏ କଥା ଶୁଣି ରାଜାଙ୍କ ସିପାହୀମାନେ ମୂଷା କଥା ଶୁଣି ତାକୁ ଧରିନେଲେ। ରାଜାଙ୍କ ଆଗରେ ସବୁ କଥା କହିଲେ। ରାଜା କହିଲେ, ମୂଷାର ଟୋପିକୁ ତାଠାରୁ ଛଡ଼େଇ ନିଅ। ସିପାହୀମାନେ ମୂଷାର ଟୋପି ନେଇଗଲେ। ମୂଷା ଗୀତ ଗାଇ ଗାଇ କହି ବୁଲିଲା, ରାଜା ଗୋଟେ ଭିକାରୀ, ତାଙ୍କର ସିପାହୀମାନେ ମୋ ସୁନ୍ଦର ଟୋପି ଦେଖି ମୋଠାରୁ ନେଲେ ଛଡ଼ାଇ। ରାଜା ଗୋଟେ ଭିକାରୀ। ସିପାହୀ ମାନେ ଏଇ କଥା ଶୁଣି ଏବଂ ରାଜା ମଧ୍ୟ ଶୁଣି ତାଙ୍କୁ ବହୁତ ଖରାପ ଲାଗିଲା। ରାଜା ସାଙ୍ଗେ ସାଙ୍ଗେ କ'ଣ କଲେ, ମୂଷାକୁ ତା ଟୋପି ଫେରାଇ ଦେଲେ। ମୂଷା ତା ଟୋପି ନେଇ ମନ ଖୁସିରେ ଗୀତ ଗାଇ ଚାଲିଲା। କ'ଣ କହିଲା ପିଲାମାନେ ଜାଣିଛ?
କହିଲା ସୁନ୍ଦର ଟୋପିକୁ ମୁଁ ମୁଣ୍ଡେ ଲଗାଇ ନାଚୁଛି ମୁଁ ଦେଖ ତା ଥେଇ ଥେଇ। ସୁନ୍ଦର ଟୋପିକୁ ମୁଁ ମୁଣ୍ଡେ ଲଗାଇ ନାଚୁଛି ମୁଁ ଦେଖ ତା ଥେଇ ଥେଇ। ଶୁଣିଲ ତ ପିଲାମାନେ? ଗପଟି ଘରେ ଭଲ ଭାବେ ଅଭ୍ୟାସ କରିଦେବ, ମାଆଙ୍କ ପାଖରେ କହିବ। ରହିଲି, ଧନ୍ୟବାଦ।